भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तज्जयमुदीरयेत्। मूकं करोति वाचालं पङ्गुलघयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण प्रथम स्कंद सप्तदश अध्याय। सुत उवाच एबे हो शुण मुनिजने हरिचरित सुधमने से प्राची सरस्वती कूले प्रवेश चतुरंग बले से राज ऋषि परीक्षित तेजे की विराजे आदित्य तक्षणे सरस्वती कूले मिलिले गोमिथुन मेले देखिले राज रूपधारी लुहार जष्टि करे धरी स्वभावे शूद्र तार देही नटर प्राय सज होई सर्पर प्राय घोर नदे दंड प्रहारे वृषभादे स्वभावे एक चरण प्रहार करे पुणा पुण तार प्रहारे से विकल लोचनु बहे अश्रुजल कंपई महाभये देही मूत्रपुरीश उच्चगई तार प्रहारे धेनु कांदे स्थिर न रहे चारि पादे पादे प्रहारे धेनु पुण लुटई चतुर चरण वश्चाविहन कृश देही उदार्थे भोजन इच्छई तार निकटे रथे थाई राजन अलंकृत देई बार आरोपी धनुर्गुणे कबीर कोमल वचने अनाई वृषभ बदन पुछई प्रहार कारण से दुष्ट पुरुष को चाही राजन कहे रोष बही। राजा उवाच कह हे केवल कारण कि पाई करु प्रहारण काहू अइलु तु पुरुष कह तोहर नाम किस मोर शरण नरलोक एहाकु करु तु निरेख निर्बल प्राणीक तु बळे प्रहारु बलियार छळे बेसे तु राज रूप बहु नटर प्राय द्विजनहु कहे केवल कारण देख म करे धनुर्बाण देख अर्जुन संगे करी निज भुवने कले हरि सेत स्वभावे अरक्षित प्राणी की किंपा करू हत प्राणी संहारु अवहेले काल तो पुरिला निश्चले पुणी वृषभ मुख चाही संभ्रम चिते पचारई दुर्वृष मृणाल धबल एकई पादे तुम्हे चल तिनि चरण तोर थिला कह कि हेतु केणे गला केउं देवता कह तुही मायारे वृष रूप होई एकथा मते बड़ गुरु मोहर मने खेद करू देख कौरव वंश भुजे प्रजा रक्षित मोर राजे प्राणी लोचनु अश्रु जल तो बिनु न पड़ई तल पुणी सुरभि मुख चाही आश्वास वाक्ये पचारई तु धेनु कांदु काहि पाई वृषभ भय तोर नाही भोमा तोर दोन न कर मोहि खड़ंक दर्पहर मोहि पाळक अछि जहि मोर प्रजाଙ୍କୁ दुख काहि
ଯାହାର ରାଜ୍ୟେ ପ୍ରଜାକୁଳେ ହିଂସା କରନ୍ତି ଦୁଷ୍ଟ ଖଳେ। ତା ଯେବେ ରାଜା ନ ଶୁଣଇ ତାର ଆୟୁଷ ଯଶ କାହିଁ। ନାଶ ଇହ ପରଲୋକ ଅନ୍ତେ ସେ ପଡ଼ଇ ନରକ। ରାଜପଣର ଧର୍ମ ଏହି ନିଶ୍ଚିନ୍ତେ ପ୍ରଜା ଯେ ପାଳଇ। ଏଣୁ ଏହାକୁ ବଧ କରି ଧର୍ମେ ଅଧର୍ମ ଦୂର କରି। ପ୍ରଜା ରକ୍ଷଣେ ଏ କାରଣ ଏବେ ହୋ ବୃଷଭ ତୁ ଶୁଣ। ତୋର ଚତୁର ପାଦ ଥିଲା ତିନି ଚରଣ କେଣେ ଗଲା। କୃଷ୍ଣ ସେବକ ରାଜ୍ୟ କେହି ତୋ ପରି ଦୁଃଖ ଚିତେ ନାହିଁ। କୃଷ୍ଣାନୁବ୍ରତୀ ରାଜା ଯେତେ ତାହାଙ୍କରି ପୁ ଏ ଜଗତେ। ଧର୍ମ ନାଶନ୍ତି ମହାତଳେ ଯେ ସାଧୁ ହିଂସେ ଅବହେଳେ। ତୋହର ବିରୂପ ଚରଣ ପାଣ୍ଡବ ବଂଶେ ଏ ଦୂଷଣ। ନିର୍ଦ୍ଦୋଷ ପ୍ରାଣୀ କି ଯେ ହିଂସେ ସେ ଅପରାଧେ ଆତ୍ମା ନାଶେ। ତାହା ତୁ କହ ମୋ ଆଗର ମଙ୍ଗଳ କରିବି ତୁମ୍ଭର। ସଂସାରେ ପାପୀ ଜନଙ୍କର ମୋ ଭୟେ ହୃଦୟ କାତର। ସାଧୁଙ୍କ ମଙ୍ଗଳ ନିମନ୍ତେ ଅସାଧୁଗଣ ନାଶାର୍ଥେ। ଏଣୁ ଏ ଲୋକେ ଅପଯଶ ଯେ କରେ ହୋଇ ନିରଙ୍କୁଶ। ମୁହିଁ ତାହାର ଭୁଜ ଦୁଇ ଛେଦିବି ଯେବେ ଦେବ ହୋଇ। ରାଜା ପରମ ଧର୍ମ ଏହି ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ। ସ୍ୱଧର୍ମେ ପାଳେ ବସୁନ୍ଧରି ଖଳ ଚୌର୍ଯ୍ୟଙ୍କୁ ନିବାରି। ଯେ ଚାରି ବର୍ଣ୍ଣ ଏ ଜଗତେ ସ୍ୱଧର୍ମ ଛାଡ଼ି ଅନ୍ୟ ପଥେ। ତାହାଙ୍କ ଗର୍ବ ଯେବେ ହରେ ସେ ରାଜଧର୍ମ ରାଜ୍ୟ କରେ। ରାଜାର ବାକ୍ୟ ଶୁଣି ତ ସେ ଧର୍ମ କହନ୍ତି ହରଷେ। ଧର୍ମ ଉବାଚ ପାଣ୍ଡବ ବଂଶେ ଏବେ ଭାର ଆରତ ପ୍ରାଣୀ ଭୟହର। ଯାହାର ପୁଣ୍ୟ ଗୁଣେ ହରି ସାରଥି ଦୂତ ପଣ କରି। ଶୁଣଃ ପୁରୁଷ ଉତ୍ତମ ଯାହାର ଯେ ବା ନିଜ ଧର୍ମ। ପ୍ରାଣୀଙ୍କ କ୍ଲେଶ ବୀଜ ଯେତେ ପ୍ରକାଶ ନୋହେ ମୋର ଚିତେ। ଯେ ବାକ୍ୟ ଭେଦ ବିମୋହନ ତାକୁ ନ ଜାଣେ ତେଣୁ ଜନ। କେ ଆତ୍ମଜ୍ଞାନେ ଆତ୍ମା ଧରେ ଆତ୍ମାର ବିକଳ୍ପ ବିଚାରେ। କେ ବୋଲେ ଦୈବ ବଳିୟାର କେ ବୋଲେ କର୍ମର ଏ ଫଳ। କେ ବୋଲେ ସ୍ୱଭାବ ଏହାର ବ୍ରହ୍ମା ଶଙ୍କରେ ଆଗୋଚର। ତର୍କି ନ ପାରି ଯାହା ମନେ କେ ତାହା କହିବ ବଚନେ। ଏ ଆଦି ଯେ ବିଧି ବୃତ୍ତାନ୍ତ ତୁ ରାଜା ଏହା ମନେ ଚିନ୍ତ। ସୂତ ଉବାଚ ଏମନ୍ତେ ଧର୍ମ ମୁଖୁ ବାଣୀ ସେ ରାଜା ସାବଧାନେ ଶୁଣି। ମନରୁ ଖେଦ ଦୂର କଲା ସ୍ୱରୂପେ ଧର୍ମକୁ ଦେଖିଲା। ଦେହେ ଉତ୍ତରୀ ଅକ୍ଷମାଳ କଟିରେ ଅଜିନ ଦୁକୁଳ। ଲମ୍ବ ସୁନ୍ଦର ଚାରିକର ଶିରେ ଶୋଭିତ ଜଟାଭାର। ତନୁ ଶଶାଙ୍କ ବପୁ ଗଞ୍ଜେ ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ। ଚେସନେ ତଡ଼ିତ ତରାସ ରାଜା ଦେଖିଲା ଏହୁ ବେଶ। ରାଜାକୁ ସ୍ୱରୂପ ଦେଖାଇ ସେ ବୃଷ ଏକ ପାଦେ ରହି। ରାଜା ଦେଖିଲା ଧର୍ମ ରୂପ ଚିତେ ପ୍ରକାଶେ ଜ୍ଞାନ ଦୀପ। କପାଳେ ଦେଇ ବେନି କର ଧର୍ମକୁ ବୋଲେ ନୃପବର। ରାଜା ଉବାଚ ତୁ ଧର୍ମ ଧର୍ମ କଥା କହୁ ଛଳେ ବୃଷଭ ରୂପ ବହୁ। ଅଧର୍ମ କର୍ମ ଯେ କରଇ
ଯେ ଅବା ତାହା ପ୍ରକାଶଇ। ନରକେ ଗତି ଦୁହିଁଙ୍କର ଏ ରୂପେ ଶାସ୍ତ୍ରର ବିଚାର। କିବା ଏ ଦେବ ମାୟା ଗତି କେ ଜାଣିବାରେ ଚିତେ ଚିନ୍ତି। ମନ ବଚନେ ଅଗୋଚର ନିଶ୍ଚୟ ବିଚାର ପ୍ରାଣୀର। ତୋହର ଚତୁର ଚରଣ ପ୍ରଥମ ଯୁଗ ଆଚରଣ। ତପସ ଉଚ୍ଚ ଦୟା ସତ୍ୟ ଏ ଯୁଗ ଅନୁରୂପେ କୃତ୍ୟ। ସତ୍ୟର ସଙ୍ଗେ ତପ କଲା ଶୌଚ ତ୍ରେତୟା ହରିଲା। ଦ୍ୱାପର ଗଲା ଦୟା ସଙ୍ଗେ ସତ୍ୟ ରହିଲା କଳି ଯୁଗେ। ତପକୁ ଗର୍ବ ନାଶ କଲା ଶୌଚ ସଙ୍ଗ ସଂହାରିଲା। ଦୟା ହରିଲା ମଦ ବଳେ ସତ୍ୟ ଯେ ରହିଲା ନିଶ୍ଚଳେ। ଯେ ସତ୍ୟ ବଳେ ପ୍ରାଣୀ ତତେ ସାଧନ୍ତି କର୍ମ ନାନା ମତେ। ଏବେ ଯେ ଅଛି ଏକ ପାଦ ଏ କଳି ତାହାକୁ ଆପଦ। ଚିନ୍ତଇ ମିଥ୍ୟା ଅଧର୍ମରେ ଏ କିମ୍ପା ମୋର ଅଧିକାରେ। କଠୋର ସତ୍ୟ ଯେ ପାଳିବ ସେ ପ୍ରାଣୀ କୃଷ୍ଣକୁ ପାଇବ। ଏ ସତ୍ୟ ଭାବୁ ସତ୍ୟ ଯୁଗ ଏ କଳି ଅନ୍ତେ ପ୍ରକାଶିବ। ଏ ଭୂମି ଭାରା ଭର ହରି ଶ୍ରୀକୃଷ୍ଣ ଗଲେ ଅପସରି। କୃଷ୍ଣର ପାଦ ପଦ୍ମ ଚିହ୍ନ ମଣିକୁଣ୍ଡଳ ଶୋଭାବନ। ପବିତ୍ର ସୁନ୍ଦର ଶରୀର ଦେଖି ସାନନ୍ଦ ସୁର ନର। ସେ ହରି ଛାଡ଼ି ଗଲା ଯେବେ ଦେଖ ଏହାର ଦୁଃଖ ଏବେ। ଦୁର୍ଭଗା ପ୍ରାୟେ ଅଶ୍ରୁମୁଖୀ କାନ୍ଦଇ ଅତି ଦୁଃଖେ ଦୁଃଖୀ। ପାପିଷ୍ଠ ଶୂଦ୍ର ରାଜା ଯେତେ ସର୍ବେ ଭୁଞ୍ଜିବେ ମିଳି ମତେ। ଏମନ୍ତେ ଧର୍ମ ବସୁନ୍ଧରି ବାକ୍ୟ ପ୍ରବନ୍ଧେ ବୋଧ କରି। ତୀକ୍ଷ୍ଣ ଖଡ଼ଗ ଧରି ହସ୍ତେ ମିଳିଲା କଳିର ଅଗ୍ରତେ। ଅଧର୍ମ ହେତୁ ବଳେ ମାରି ମୋହି ପାଳିବି ବସୁନ୍ଧରି। କଣି ଦେଖିଲ ଦାବଦନ ଛାଡ଼ିଲା ନୃପତି ଲାଞ୍ଛନ। ପ୍ରାଣ କାତରେ ଉଦ୍ବେଗେ ପଡ଼ିଲା ରାଜା ପାଦ ଯୁଗେ। ସେ କଳି ଜୀବନ ବିକଳେ ପାଦ ପଡ଼ିଲା ଯେତେବେଳେ। ଦେଖିଣ କଳିର ବିକଳ ସ୍ୱଭାବେ ମେଦିନ ବତ୍ସଳ। ତାର ବିକଳ ମୁଖ ଦେଖି ଖଡ଼ଗ ଭୁଜ ଊର୍ଦ୍ଧ୍ୱେ ରଖି। ଛେଦନ ନ କରିତା ଶିର ହସି ବୋଲନ୍ତି ନୃପବର। ରାଜା ଉବାଚ ତୁ ଯେ ଅଞ୍ଜଳି ଶିରେ ଧରି ପାଦେ ପଡ଼ିଲୁ ଭୟ କରି। ଅର୍ଜୁନ ବଂଶେ ଜାତ ଯାର ତାହାକୁ ଭୟ ନାହିଁ ତୋର। ଅଧର୍ମ ବନ୍ଧୁ ତୁ ସ୍ୱଭାବେ ମୋର ବଚନ ଶୁଣ ଏବେ। ମୋହର କ୍ଷେତ୍ରେ ନ ପଶିବୁ ଯେବେ ତୁ ଜୀବନେ ବଞ୍ଚିବୁ। ତୁ କେହ୍ନେ ଥିବୁ ରାଜଘରେ ଅଧର୍ମଯୁତ ତୋ ସଙ୍ଗରେ। ଲୋଭ ଅସତ୍ୟ ଯୋଚ୍ୟ କର୍ମ ଏ ଆଦି ଅଶେଷ ଅଧର୍ମ। ଦୁର୍ଜନ ଆଚରଣ ଅହଂ ମାୟା କଳହ ଦମ୍ଭ ମୋହ। ତୋହର ସଙ୍ଗେ ଥାନ୍ତି ଏତେ ମୋ ଦେଶେ ଥିବୁ ତୁ କେମନ୍ତେ। ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ ତହିଁ ତୁ ନ ପଶିବୁ ଭ୍ରମେ। ଏ ବ୍ରହ୍ମାବର୍ତ୍ତେ ଯେତେ ଜନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ। ଆଗମ ନିଗମ ପ୍ରମାଣେ ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ। ହରି ଚରଣେ ପୂଜା କରି ଯେଣେ ସନ୍ତୋଷ ନର ହରି।
ସ୍ଥାବର ଆଦି ଚାରି ଦେହେ ବାହ୍ୟ ଅନ୍ତରେ ବ୍ୟାପି ରହେ। ଯେହ୍ନେ ପବନ ଏ ଶରୀରେ ବହଇ ଅନ୍ତର ବାହାରେ। ସେ ହରି ପୂଜା କରି ଯହିଁ ତହିଁ ପ୍ରବେଶ ତୋର ନାହିଁ। ଏ ଧର୍ମ ମୋହର ପ୍ରମାଣ ଏଥକୁ ସାକ୍ଷ୍ୟ ନାରାୟଣ। ସୂତ ଉବାଚ ଶୁଣି ସେ ରାଜ୍ୟର ଉତ୍ତର କଳି କମ୍ପଇ ଥର ହର। ଉଚ୍ଚେ ଉଞ୍ଚାଇ ଅସିବର ଯେହ୍ନେ କୁପିତ ଦଣ୍ଡଧର। ସେ ରାଜା ମୁଖ କଳି ଚାହିଁ ବୋଲଇ ଶିରେ କର ଦେଇ। କଳି ଉବାଚ ଓ ରାଜା ତୋହର ଚରଣେ ଥିବି ତ ଆଜ୍ଞା ପରମାଣେ। ତତେ ଦେଖଇ ମୋର ପଛେ ଝଡ଼କ ହସ୍ତେ ତୁ ପ୍ରତ୍ୟକ୍ଷେ। ତୁ ଧର୍ମ ପ୍ରାଣୀଙ୍କର ସାର ବିଚାରି ମତେ ସ୍ଥାନ କର। ଯହିଁ ନିଶ୍ଚିନ୍ତେ ଥିବି ମୁହିଁ ତୋହର ଆଜ୍ଞା ଶିରେ ବହି। ସୂତ କହନ୍ତି ସୁଧ ମନେ ଶୁଣୁ ସକଳ ମୁନିଜନେ। ସୂତ ଉବାଚ କଳି ବଚନ ଶୁଣି ହସି ସନ୍ତୋଷ ଚିତ୍ତେ ରାଜ ଋଷି। ଚାରି ପ୍ରକାରେ ସ୍ଥାନ ଦେଲା ନିତ୍ୟ ଅଧର୍ମ ଯହିଁ ମେଳା। ଦ୍ୱୈତ କାମିନୀ ମଦ୍ୟପାନ ପ୍ରାଣୀ ମାରଣ ଯେବା ସ୍ଥାନ। ପୁଣି ବୋଲଇ କଳି ଯୁଗ ମୋର ଏ ସ୍ଥାନ ଚାରି ଭାଗ। ଯହିଁ ମୁଁ ଥିବି ନିରନ୍ତରେ ପଞ୍ଚମ ଭାଗ ଦିଅ ମୋରେ। କଳିର ବାକ୍ୟ ଭାଳି ଚିତେ ସୁବର୍ଣ୍ଣ ଦେଲା ତାର ହସ୍ତେ। ଏ ପଞ୍ଚସ୍ଥାନ ପଞ୍ଚଗୁଣ ବ୍ରାହ୍ମଣେ ସାବଧାନେ ଶୁଣ। ମିଥ୍ୟା ବସଇ ଦ୍ୱୈତ ମତେ କାମ କାମିନୀ ମଦ ମଧ୍ୟେ। ପ୍ରାଣୀ ମରଣେ ରାଜଗୁଣ ସୁବର୍ଣ୍ଣ ମଧ୍ୟେ ରିପୁଗଣ। ଏ ପଞ୍ଚସ୍ଥାନ ତାର ଦେଲା ଯହିଁ ଅଧର୍ମ ସଙ୍ଗ ମେଳା। ପ୍ରମାଣେ ଅଭିମନ୍ୟୁ ବାଳା କଳି ଯୁଗକୁ ସ୍ଥାନ ଦେଲା। ତକ୍ଷଣେ ରାଜାର ବଚନେ କଳି ବସିଲା ପଞ୍ଚସ୍ଥାନେ। ଏଣୁ ଏମାନଙ୍କୁ ସେବନ ନ କରେ ବିଜ୍ଞ ଯେଉଁ ଜନ। ସେ ଧର୍ମଶାଳୀ ଯେହ୍ନେ ମରୁ ସ୍ୱଭାବେ ଲୋକପତି ଗୁରୁ। ତପସ ଉଚ୍ଚ ଦୟା ତିନି ବୃଷଭ ପାଦ ବୋଲି ମାନି। ନିଜର ବିଷୟ ପାଳନେ ବର୍ତ୍ତିଲା ଏ ଚାରି ଚରଣେ। ଆଶ୍ୱାସ ବାକ୍ୟ ମନ ହରି ପୃଥିକୀ ସମ ବୁଦ୍ଧି କରି। ସ୍ୱଭାବେ ସ୍ୱଧର୍ମ ପାଳନେ ରାଜାର ଉଚିତ ପ୍ରମାଣେ। ଧର୍ମନନ୍ଦନ ଧରି ବଳେ ତପେ ଅରଣ୍ୟ ଯିବା ବେଳେ। ପରୀକ୍ଷା ରାଜ ଶିକ୍ଷା ଦେଇ ସ୍ୱର୍ଗେ ଚଳିଲେ ପାଞ୍ଚ ଭାଇ। ସେଇ ପ୍ରକାରେ ମନେ ଗୁଣି ରହେ କୌରବ ଶିରୋମଣି। ହସ୍ତିନାପୁରେ ରାଜନୀତି ପ୍ରଜା ପାଳନେ ଚକ୍ରବର୍ତ୍ତୀ। ଏମନ୍ତେ ଅଭିମନ୍ୟୁ ସୁତ ପ୍ରଜା ପାଳନେ ସୁବିଦିତ। ପ୍ରଜା ପାଳନେ ସୁବିଦିତ ଯାହାର ରାଜ୍ୟ ତୁମ୍ଭେ ଥାଇ। ହରି ଭଜୁଛ ଜଙ୍ଗେ ଦାହି ସେ ହରି ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ପ୍ରଥମସ୍କନ୍ଧେ କାଳୀନିଗ୍ରହ ନାମ ସପ୍ତଦଶ ଅଧ୍ୟାୟ।